भाई जनक पाଳ କଥାରୁ ପାଳ ଚୋରେଇକି ଆଣିଛନ୍ତି ଦେଖିଲୁ ଭାଇ ପାଳ ଦେଖେଇଲୁ ଦେଖନ୍ତୁ ଆପଣଙ୍କୁ ମୋଡ଼ା ଦେଖେଇଲି ତ ବାରିକାନି ତାଙ୍କର ଯୋଉ ଗଦାରୁ ପାଳ ଆଣିବାକୁ କହିଥିଲେ। ସିଏ ଆସିକିନା ଇଏ କାଳିଆ କହିଲା ବସିକି ଆମେ ଏଇଠି ବସିବା ଆଉ ପାଳ ଟିକେ ଆଣ। ଆଣିଲା ପରେ ସବୁ ଲୋକମାନେ ଆସିଲେ ମତେ କହିଲେ ଆଉ ତୁ କିଏ? ମୁଁ କହିଲି ମୁଁ ତ ସିଏ। ମୁଁ ଆସି ତାହେଲେ ଭାଇ ଆପଣ ପାଳ କାହିଁକି ଚୋରେଇଥିଲେ? ନା ଭାଇ ଆପଣଙ୍କ ମୁଖ୍ୟ କାରଣ କଣ ହେଲା ପାଳ ଚୋରେଇବାର ପାଳ ଗଦାରୁ? ପାଳ ମୁଁ ତ ଜାଣିନଥିଲି, ସିଏ ମତେ କହିଲା ଚୋରେଇବା ପାଇଁ ଆଉ ମୁଁ ଚୋରେଇ ଦେଲି ଆଉ ଆଣିକି ଗାଣ୍ଡି ତଳେ ପକେଇ ବସିବାକୁ ଆଉ। ହଁ ତ କଣ ଗାଣ୍ଡି ତଳେ ପକେଇଲେ ପାଳ ଆପଣଙ୍କୁ କଣ ଲାଗେ? ଯୋଉ ଗାଣ୍ଡିରେ ଯୋଉ ଖୁଣ୍ଟ ପଶିଗଲେ ତାପରେ ଗୁଲଗୁଲୁ ସୁଲସୁଲୁ ଖୋଳ ଖୋଳ मतलब वो अलग ही लेवल का बंदा था। ଆଉ ଟିକେ ଖାଣ୍ଡିକି ବାଜିକି ଟିକେ ଘାସ ବାଜିବ ସେଥିରୁ ଆପଣ ଇଏ ହେଇପାରିବେ। ନାଇଁ ଭାଇ ଆପଣ ଯୋଉ କହିଲେ କି ଖାଲି ପଡିଆରେ ଆପଣ ଘାସ କୁଆଡୁ ଗାଣ୍ଡିକି ବାଜିବ, ଘାସ କୋଉଠୁ ଆସିଲା ଏଇଠି? ଘାସ ତ ନାହିଁ, ସେ କଣ୍ଟା ବାଉଁଶ ଗଛର ପତର ପଶିବ ଭିତରେ। ତ ନାଇଁ ଆମେ ସାଙ୍ଗମାନେ ମିଶି ଜାଗାଟା ସଫା କରୁଥିଲେ କହୁଥିଲେ, ତ ଆପଣ କେମିତି ଜାଣିଲେ କି ଏଇଟା ଖୁଣ୍ଟ ଅଛି ବୋଲି? ଏଇଠି ଆସିଥିଲେ 5T ଇଞ୍ଜିନିୟର ପଠେଇଥିଲେ ତାଙ୍କୁ ଆମର। କିଏ ଭାଇ ପଠେଇଥିଲେ କିଏ? ପଠେଇବା ଲୋକଟା କିଏ? ମୁଁ ସବୁ କହିବି ଆପଣଙ୍କୁ। ତ ଭାଇ ମୁଁ ପଚାରିଲି ପାଳ ଆଣି ପଠେଇବାର ଲୋକଟା କିଏ? ପାଳ ପାଇଁ ପଠେଇଥିଲେ କେଇଥର କହିବି ତମକୁ ପାଳ ପାଇଁ କେହି ପଠେଇଥିଲା? ତମେ କଣ କ୍ୟାମେରା ବାଲା ଦେଖିନ? ତମ ଆଖିରେ କଣ ପଶିଛି? ଭାଇ ଆମ ଭାଇ ରାଗିକି ପଳଉଛନ୍ତି। ମୁଁ କହିପାରିବିନି ତମକୁ, ମୁଁ କହିପାରିବିନି ମୁଁ କଣ ପାଳ ଚୋରି କରିଛି? ତମେ କଣ ଦେଖେଇବ? ମୁଁ ଭାଇ ଆପଣଙ୍କୁ ନର୍ମାଲ ପଚାରିଲି ଭାଇ, ଆପଣ ରାଗୁନ? ତମେ କଣ ଦେଖେଇବ କି? ଦେଖେଇବ ନାଇଁ ଭାଇ ମୁଁ ତ ଦେଖେଇ ପାରିବି।